श्री गणेशाय नमः। भागवत महापुराण तृतीय स्कंद सप्तम अध्याय। शुक उवाच एमन्ते मैत्रेय वाणी विदुर दृढचित्ते शुणि आनंद मने व्याससूत कोपळे देईबेनि हस्त रोम पुलक तार देहि पूछे मैत्रेय मुख चाहि विदुर उवाच भमुनि एत विपरीत भ्रमे भ्रमहि मोर चित्त से हरि स्वभावे निर्गुण चिन्मात्र परम कारण लीला विहारे गुण क्रिया कि रूपे सर्जे तार माया बालक क्रीडा भाव जेने एत न घटे अनुमानी इच्छा स्वभावे खेल तार एनो हे मोर गोचर जे निद्रागत जिज सुखे से किंपा मिसे एते दुखे जे गुणमयी माया बळे विश्व सर्जई अवहेळे पुणी पाळीण करे अंत व्यापारी पुरुष जे मंत जे जीव आत्मा ब्रह्ममये किंपा अविद्या संग होये कर्म करई नाना मते जे देश काल पात्रार्थे केमन्ते सृष्टि से करई से कर्म ताकु न लागई माया संजोग निपातई अन्य पुरुष प्राय होई से एक सर्व आत्मगति सकल क्षेत्रे तार स्थिति कर्मरु सुख क्लेश स्फुरे से किंपा एक कर्मे विहरे अज्ञान संकटे मन पड़ी भाळई छन्न छन्न एणु मो मने जेते खेद ज्ञान खड्गे मुनि छेद शुक उवाच कहन्ति शुक मुनिवर शुण परीक्ष दण्डधर एमन्ते विदुरर वाणी सानन्दे मैत्रेय शुणि विष्णु चिंतन अनुरागे हसी कहन्ति तार आगे मैत्रेय उवाच से विष्णु मायामय देहि एमन्ते मनकु मोहई ईश्वर स्वभावे विमुक्त तार बंधन माया पात्र चेसने स्वप्ने अनुमान हुई मस्तक छेदन से रूपे आत्मार बंधन असत्य सत्य प्राय जान आत्मार विपरीत भावे ईश्वर ईश्वर स्वभावे शरीर भेदे इच्छा करे जेसने दर्पण भीतरे देखंता पुरुष को मोहे तार विकार देहे बहे कर्म करन्ते से करई से जेन्हे ताकु न लागई।
ଏମନ୍ତେ କୃଷ୍ଣ ମାୟା ବଳେ ଚନ୍ଦ୍ରର ଛାୟା ଯେହ୍ନେ ଜଳେ। ଜଳ କମ୍ପନେ ସେ କମ୍ପଇ ସେ ଯେହ୍ନେ ତାକୁ ନ ଲାଗଇ। ସେମନ୍ତେ ଜୀବ ମାୟା ବଳେ ଆତ୍ମାରେ ନ ରହେ ନିଶ୍ଚଳେ। ଯୋଗୀଏ ଯୋଗ ଧ୍ୟାନ ବଳେ ଆତ୍ମାରେ ରହନ୍ତି ନିଶ୍ଚଳେ। ଇନ୍ଦ୍ରିୟ ତାଙ୍କୁ ନ ଲାଗନ୍ତି ଅନ୍ତରେ ନିଶ୍ଚଳେ ରହନ୍ତି। ବିଷ୍ଣୁର ପାଦ ସେହି ମତେ ସେବା ଚିନ୍ତତି ଅବିରତେ। ତାହାଙ୍କ ଦେହେ କ୍ଲେଶ ଯେତେ ଦହନ ହୁଅନ୍ତି ସମସ୍ତେ। ଏଣୁ କୃଷ୍ଣର ଗୁଣ ଗାଥା ଯେ ଶୁଣେ ଯେ ଅଭାବ କଥା। ଅଶେଷ କ୍ଲେଶ ତାଙ୍କ ଦେହେ ଦହନ ହୁଅନ୍ତି ତୃଣପ୍ରାୟେ। ସେ ହରିପାଦ ପଦ୍ମ ଗନ୍ଧେ ଚିତ୍ତ ଲୋଭିତ ମକରନ୍ଦେ। ନିତ ପିବନ୍ତି ଭୃଙ୍ଗ ପ୍ରାୟ ତାଙ୍କୁ ନ ଲାଗେ ଯମ ଭୟ। ବିଦୁର ଉବାଚ ଭୋମୁନି ତୁମ୍ଭ ବାକ୍ୟସି ମୋ ମନ ସଂଶୟ ବିନାଶୀ। জীব পরম বেনি ভাবে চিতম প্রবেশিলা এবে। অবিদ্য মূল এ সংসার সত্য এ বচন তহর। বিষ্ণু মায়ারে জীব ভ্রমে অসত্য সত্য প্রায় মণে। ସଂସାରେ ମୂଢ଼ ଯେଉଁ ଜନ ଯେବା ଈଶ୍ୱରେ ଦୃଢ଼ ମନ। ଏବେ ନି ସଂସାରୁ ତରନ୍ତି ମଝି ମଝିକା ନାଶ ଯାନ୍ତି। ଅନର୍ଥ ଅସତ୍ୟ ସଂସାର ସତ୍ୟ ପ୍ରତୀତି ଯେ ମୋହର। ତୁମ୍ଭ ଚରଣ ସେବାରେ ନାସିବି ତୁମ୍ଭର କୃପାରେ। ସାଧୁଙ୍କ ସେବା ଫଳ ଏହି କୃଷ୍ଣ ଚରଣେ ପ୍ରୀତି ହୋଇ। ସେ ହରି ଚରଣ ପ୍ରସାଦେ ସଂସାରୁ ତରେ ଅପ୍ରମାଦେ। ବୈକୁଣ୍ଠ ମାର୍ଗ ସାଧୁ ଜନେ ତାହାଙ୍କ ସେବା ଅଳ୍ପ ପୁଣ୍ୟେ। ଦୁର୍ଲଭ ଅଟଇ ଜଗତେ ହରି କୀର୍ତ୍ତନ ଯହିଁ ନିତ୍ୟେ। ଇନ୍ଦ୍ରିୟ ମହାଦାଦି ତତ୍ତ୍ୱ ବିରାଟ ପୁରୁଷ ସହିତ। ଏହାଙ୍କୁ ସର୍ଚି ନାରାୟଣ ଅଂଶେ ପ୍ରବେଶ ତହିଁ ପୁଣ। ସହସ୍ର ପାଦ ଉରୁ ହସ୍ତ ଯା ଦେହେ ବ୍ରହ୍ମାଣ୍ଡ ସମସ୍ତ। ବ୍ରାହ୍ମଣ ଆଦି ଚାରି ଜାତି ବିଶେଷ ତାହାର ବିଭୂତି। ବିସ୍ତାରି କହତୁ କାରଣେ ক্ষীণ ସଂଶୟ ହୁଏ ଯେଣେ। ଏ ସୃଷ୍ଟି ବିସ୍ତାର କାରଣେ ଯେମନ୍ତେ ପ୍ରଜାପତି ଗଣେ। ସର୍ଗ ସମେତ ପ୍ରତି ସର୍ଗ ମନୁ ମନୁ ଅନ୍ତର ଭୋଗ। ଏହାଙ୍କ ତହୁ ବଂଶ ଯେତେ ବଂଶାନୁଚରିତ ସେହିତେ। ବିରାଜ ରୂପ ଦେହ ମଧ୍ୟେ ଯେବା ବସନ୍ତି ଅଧ ଊର୍ଦ୍ଧ୍ୱେ। ଚତୁର୍ଦଶ ଲୋକ ସ୍ଥିତି
କେତେ ଅନ୍ତରେ ବସନ୍ତି। ଦେବ ମନୁଷ୍ୟ ପଶୁଗଣ ପକ୍ଷୀ ପତଙ୍ଗ ଭୂମି ତୃଣ ସ୍ୱେଦଜ ଅଣ୍ଡଳ ଉଦ୍ଭଳ ଯେୟ ବା ପୁଣି ଜରାୟୁଜ ଏହାଙ୍କ ସ୍ୱର୍ଗର ଭାଗ ଭମୁନି କହ ମୋର ଆଗ। ଯେ ଗୁଣୀ ଯେବେ ଅବତାରେ ସୃଷ୍ଟି ପାଳନ ଅନ୍ତ କରେ ଯେମନ୍ତେ ସୃଜେ ଶ୍ରୀନିବାସ ତାର ମହିମା ତୁ ପ୍ରକାଶ। ଯେ ବର୍ଣ୍ଣାଶ୍ରମଙ୍କ ବିଭାଗ ସୁଶୀଳ ସ୍ୱରୂପ ସ୍ୱଭାବ ଋଷିଙ୍କ ଜନ୍ମ କର୍ମ ଯେତେ ଦେବ ବୃକ୍ଷର ଶାଖା କେତେ ଯଜ୍ଞ ବିଧାନେ ବେଦ ବିଧି ଯୋଗ ସାଧନେ ଯେତେ ସିଦ୍ଧି ନିଷ୍କାମ ସଂଖ୍ୟା ବିଦ୍ୟା ସାର ଯେ ତନ୍ତ୍ର ମନ୍ତ୍ରର ବିଚାର ପାଷଣ୍ଡ ପଥର ବୈଷମ୍ୟ ଯେ ଅନୁଲୋମ ପ୍ରତିଲୋମ ଜୀବର ଗତି ଯେତେ ମାର୍ଗେ ଯେ ରୂପ ଗୁଣ କର୍ମ ଯୋଗେ କାମାର୍ଥ କାମ ମୋକ୍ଷ ଆଦି ଯେ ମାର୍ଗେ ଯେ ମନ୍ତ ସମାଧି ଯେ ବାର୍ତ୍ତା ଦଣ୍ଡ ନୀତି ବେନି ଯେ ବେଦ ବିଧି ଅନୁମାନି ସାଧର ଯେ ବା ନୀତି ବିଧି ପିତୃଗଣଙ୍କ ସ୍ଥାନ ସିଦ୍ଧି ଗ୍ରହ ନକ୍ଷତ୍ର ତାରା ଗଣ ଯେ କାଳ ଚକ୍ରର ପ୍ରମାଣ ଦାନ ତପସ୍ୟା ଫଳ ଯେତେ ଯେ ଅବା ଲାଭ ଇଷ୍ଟାପୂର୍ତେ ପ୍ରବାସ ସ୍ଥିତି ଯେ ବା ଧର୍ମ ଆପଦ କାଳେ ଯେ ବା କର୍ମ ଯେଣେ ଗୋବିନ୍ଦ ତୋଷ ହୋଇ ଯେ ଧର୍ମ ଜନକ ବୋଲାଇ ସେ ହରି ପ୍ରସନ୍ନ ଯେ ମନ୍ତେ ଭମୁନି କହ ଦୟା ଚିତେ ସେବକ ଶିଷ୍ୟ ଋଷି ଗଣେ ଜ୍ଞାନ କହନ୍ତି ସାଧୁପଣେ ପୁତ୍ରେ ପିତା ତୋଷ ହୋଇ ସୁଧର୍ମ ମାର୍ଗେ ଶିକ୍ଷା ଦେଇ ଦିନ ବଶ୍ଚଳ ଯେଣୁ ଗୁରୁ ପଚାରୁ ଅବା ନ ପଚାରୁ ତତ୍ତ୍ୱ ପ୍ରଳୟ କେତେ ମତେ ସୃଷ୍ଟିରେ ସଞ୍ଚରନ୍ତି ଯେତେ ବିରାଜ ରୂପେ ଦେହେ ଥାନ୍ତି ପୁଣି କେମନ୍ତେ ଲୀନ ହୁଅନ୍ତି ଆତ୍ମାର ସ୍ଥିତି ଅବା କାହିଁ କିବା ସ୍ୱରୂପେ ପ୍ରକାଶଇ ସେ ଗୁରୁ ଶିଷ୍ୟଙ୍କ ସମ୍ବାଦେ ଜ୍ଞାନ ସାଧନ୍ତି ମୋକ୍ଷ ସଧେ ଏ ଆଦି ଯେତେ ପ୍ରଶ୍ନ ମୋର ପଣ୍ଡିତ ଜନେ ଯେ ଗୋଚର କେମନ୍ତେ ପୁରୁଷଙ୍କ ଦେହେ ଜ୍ଞାନ ବୈରାଗ୍ୟ ଭକ୍ତି ହୋଏ ଏ ଯେତେ ପ୍ରସନ୍ନ ମୋହରି ହରି ମହିମା ଇଚ୍ଛା କରି ପୁଛିଲି ତୁମ୍ଭର ଅଗ୍ରତେ ଭମୁନି କହ ସର୍ବମତେ ଯେଣୁ ମାୟାରେ ପଡ଼ି ମୁହିଁ ଜ୍ଞାନ ବିହୀନେ ଅନ୍ଧ ହୋଇ ତୁମ୍ଭ କୃପାରେ ଚକ୍ଷୁ ପାଇ ନିର୍ଭୟେ ବିହରିବି ମୁହିଁ ଜୀବର ଯେବା ଭୟ ଦେହେ ହରି ଦେଖାଏ ସର୍ବଦେହେ ଯେତେ ବେଦ ଯଜ୍ଞ ମନ୍ତ୍ର ତପ ସମାଧି ଧ୍ୟାନ ତୀର୍ଥ
ए पुण्य काले मात्रे सम नुहन्ति वेद आदि कर्म। शुक उवाच एमन्ते पुराण संकल्पे विदुर मैत्रेय समीपे आनंदे जेते पचारिला सृष्टि सम्बन्धे विष्णु लीला। शुण हरिष मुनिवर बोलन्ति शुण हे विदुर ए भागवत प्रश्नवाणी कन्ने शुणन्ति जेते प्राणी। जे अबा बदने उच्चारी विष्णु मायारु जानति तरी। तृतीय स्कंदे भागवत कहई दास जगन्नाथ। इति श्रीमद्भागवते महापुराणे परमहंस संहितायां तृतीय स्कंदे सप्तमोऽध्यायः।